ମିଶ୍ର ଗିରଫ ହେଇଛନ୍ତି ତାଙ୍କର ଯୋଉ ମିଛ ଧରା ପଡିଛି ସେ ଜଣେ ସାହିତ୍ୟ ଚୋର ଏବଂ ସିଏ ଆପଣଙ୍କ ନାଁରେ ମଧ୍ୟ ମିଥ୍ୟା କେସ୍ କରିକି ଯୋଉ ଉପରେ ଫସେଇଥିଲେ ଆଜି ତାର ଗୋଟେ ସତ୍ୟ ସାମ୍ନାକୁ ଆସିଛି କଣ କହିବେ ତାଙ୍କ ବିଷୟରେ? ଦେଖନ୍ତୁ ନିଶ୍ଚିନ୍ତ ସତର ଜୟ ହେଇଛି ମତେ ତ ମିଛ କେସ୍ରେ 58 ଦିନ ଜେଲରେ ରହିବାକୁ ପଡିଲା। ଆଉ ଆଜି ସତ କେସ୍ରେ ଆଜି ତପି ମିଶ୍ର ସେ ଜେଲରେ ଅଛନ୍ତି। ମୁଁ ବହୁତ ଖୁସି ଅଛି ଏବଂ କାହିଁକି ନା ଗୋଟେ ଅଭଦ୍ର ଲୋକ କେତେବେଳେ ସେ ନିଜକୁ ସାମ୍ବାଦିକ ଏ ଯୋଉ ମାନଙ୍କୁ ଗାଳି ଦଉଛି ତ କେତେବେଳେ ବିଭିନ୍ନ ପ୍ରକାର IPS ବିଭିନ୍ନ ପ୍ରକାର ନାରୀ ସମାଜ କାହାକୁ ଖ୍ରୀଷ୍ଟିଆନ ସମ୍ପ୍ରଦାୟ ଭାଇ ଭଉଣୀ ମାନ ସେ ନିଜ କଥାରେ ବାଡ଼ବତା ନାହିଁ। ମୋ ପରିବାରକୁ ମଧ୍ୟ ଗାଳି ଗୁଲଜ ମଧ୍ୟ କରିଥିଲା ସାମାଜିକ ଗଣମାଧ୍ୟମରେ। ଆଜି ମୁଁ ବହୁତ ଖୁସି ଅଛି ସେ ଜେଲରେ ଅଛି ତା ଜାଗା ସେଇଠି ସେ ସେଇଠି ଯିବାର ଥିଲା। ଆଉ ସେଭଳିଆ ଖରାପ ମଣିଷ ମୁଁ ଜୀବନରେ ଦେଖିନି ଆଜ୍ଞା। ଆଉ ସିଏ କଣ ଧର୍ମ ପ୍ରଚାର କରିବ କଣ ଲେଖିବ କହୁଛି ମୁଁ ଗୀତ ଚୋରି କରିନି ଗୀତ ସେ ହିଁ ଚୋରି କରି ସେ ଗୋଟେ କଳାକାର ବି ନୁହେଁ। ତପି ମିଶ୍ର ହଉଛି ଗୋଟେ ପାପୀ ମିଶ୍ର ଗୋଟେ ଖରାପ ମଣିଷ। ଆଜ୍ଞା ଦେଖିବେ ଯେ ସେ କହୁଛି ମୁଁ ଶିବ ତାଣ୍ଡବ ମୁଁ ରଚନା କରୁଛି। ଆଜ୍ଞା ଶିବ ତାଣ୍ଡବ ସିଏ ରଚନା କରୁଛନ୍ତି? ଏଟା ପୁରା ଫଲ୍ସ ଲୋକଟା ମିଛ କଥା କହୁଛି ଶିବ ତାଣ୍ଡବ ଇଏ କାହିଁ ରଚନା ପାଗଳଟା। ଆକୁ ପୁରା ଟୋଟାଲ ଆକୁ ନେଇକି ରାଞ୍ଚିରେ ରଖିବା କଥା ହସ୍ପିଟାଲରେ ଟ୍ରିଟମେଣ୍ଟ କରିବା କଥା କରେଣ୍ଟ ଦେଇକି ଟ୍ରିଟମେଣ୍ଟ କରିବା କଥା ତାହେଲେ ଏ ଲୋକର ମୁଣ୍ଡର ବ୍ରେନ୍ କାମ କରିବ। ଇଏ କଣ କହୁଛି ଜାଣିପାରୁନି। ଗୋଟେ ଯିଏ ଧର୍ମ ପ୍ରଚାରକ ହବ ଯିଏ ସେ ନାରୀ ମାନଙ୍କୁ ଖରାପ ବ୍ୟବହାର କରିବ ଭଳି ଶବ୍ଦ ବ୍ୟବହାର କରୁଛନ୍ତି କି ଭଳିଆ ଭାଷା ବ୍ୟବହାର କରୁଛି ସେ ଲୋକ ଗୋଟେ ଅଭଦ୍ର ଲୋକ। ହିନ୍ଦୁ ପିଲା ବି ଆମେ ମାନେ ବି ହିନ୍ଦୁ ସେ ଏକୁଟିଆ ହିନ୍ଦୁ କି ବହୁତ ହିନ୍ଦୁ ଲୋକମାନେ ଅଛନ୍ତି ସେ ପଢୁନାହାନ୍ତି କି ତାଙ୍କ ତଳେ କମେଣ୍ଟ କଣ ଦଉଛନ୍ତି ଲୋକମାନେ ସେ କମେଣ୍ଟ ଗୁଡା ଯଦି ପଢିଥାନ୍ତେ ସେ ମାନେ ବିଷ ପିଇକି ମରିଯିବା କଥା। ସେ କେତେବେଳେ କହୁଛନ୍ତି ମୁଁ ଇଣ୍ଡିଆନ ଆର୍ମି କେତେବେଳେ କହୁଛନ୍ତି ମୁଁ ମଡେଲ କେତେବେଳେ କହୁଛନ୍ତି ମୁଁ ବ୍ରାଣ୍ଡ ଆମ୍ବାସିଡର ଚଢିର କେତେବେଳେ କଳାକାର କେତେବେଳେ ନେତା କେତେବେଳେ ଲେଖକ ସେ ଆଉ କେତେ କେତେ ପ୍ରକାର ପ୍ରଫେସନ ତାଙ୍କର କିନ୍ତୁ ତାଙ୍କର ପ୍ରକୃତ ପ୍ରଫେସନଟା ହଉଛି ସେ ଜଣେ ଜିମ୍ ଟ୍ରେନର। ସିଏ ବିଭିନ୍ନ ଜିମ୍ରେ ଯାଆନ୍ତି ଟ୍ରେନିଂ ଦେବା ପାଇଁ ଟ୍ରେନର ଗୋଟେ ସେ ଆଉ କୌଣସି ଜିନିଷ ନୁହେଁ। ଏ ଯୋଉ ଗାଡି ଡ୍ରେସ ଏ ଯୋଉ କାର ମେଣ୍ଟେନ କରୁଛନ୍ତି ସେ ସବୁ ଶଶି ସାହୁ ପଇସା। ଶଶି ସାହୁ ଯୋଉ ଜଗନ୍ନାଥ ବିଲ୍ଡର ତାଙ୍କରି ପଇସା ତାଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରିବା ଦରକାର। କାହିଁକି ନା ତପି ମିଶ୍ର ମୁଁ ସେଦିନ ବି କହିଥିଲି ସେ ଗୋଟେ ଜିଗୋଲୋ ଦେହ ବ୍ୟବସାୟୀ ଝିଅ ବେପାରୀ। ସେ ଝିଅ ମାନଙ୍କ ସହିତ ବାର୍ତ୍ତାଳାପ କରିକି ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖିକି ତାଙ୍କୁ ବ୍ଲାକମେଲିଂ କରିକି ଏସବୁ ଖରାପ କାମରେ ନିୟୋଜିତ କରନ୍ତି। ମୁଁ ତାଙ୍କ ବିଷୟରେ ଯେତିକି ଖବର ପାଇଛି ମୁଁ ଆଗରୁ ଜାଣିନଥିଲି ମୁଁ ଜେଲରୁ ଆସିଲା ପରେ ତାଙ୍କ ବିଷୟରେ ଅନୁସନ୍ଧାନ କରିଛି ବହୁତ ଜିନିଷ ମତେ ମୁଁ ଯୋଉ FIR ରେ ଫରୱାର୍ଡ ହେଇଥିଲି ସେ FIR ରେ ମତେ ତାଙ୍କ ସିଗ୍ନେଚର ନଥିଲା ଗୋଟେ ଫଲ୍ସ କେସ୍ ଥିଲା। ଯାହା ବି ହଉ କିନ୍ତୁ ଭଗବାନ ଅଛନ୍ତି ବିଚାର କଲେ ଆଉ ସେ ଲୋକ ଆଜି ସେଇ ଜେଲ ଭିତରେ ଯୋଉଠି ମୋ ଲୁହ ପଡିଥିଲା ଆଜି ନିଶ୍ଚିନ୍ତ ସେ ସେଇ ଜେଲ ଭିତରେ ଅଛି। ଆଉ ତାକୁ କଠୋର କାର୍ଯ୍ୟାନୁଷ୍ଠାନ ମଧ୍ୟ ମୁଁ ଚାହୁଁଛି ଏବଂ କାହିଁକି ନା ମୋ ମନଟା ଖୁସି ହବ ସେଭଳିଆ ଗୋଟେ ଅଭଦ୍ର ଲୋକ ଯେ ନାରୀ ସମାଜକୁ ସମ୍ମାନ ଦେବା ଜାଣିନି ଅନ୍ୟର ପରିବାରକୁ ସମ୍ମାନ ଦେବା ଜାଣିନି ସାମ୍ବାଦିକ ଭାଇମାନଙ୍କୁ ସମ୍ମାନ ଦେବା ଜାଣିନି ଯୋଉ ଭଳିଆ ଭାଷା ଖରାପ ଭାଷାରେ ଯୋଉ ମନ୍ତବ୍ୟ ଦଉଛି ତାକୁ ବି ଛୋଟ ପିଲା ଝିଅ ମା ଭଉଣୀ ସମସ୍ତଙ୍କ ପାଖରେ ମୋବାଇଲ ଅଛି ସମସ୍ତେ ଦେଖୁଛନ୍ତି ତ ଏଥିରେ ଗୋଟେ ଖରାପ ପ୍ରଭାବ ପଡୁଛି। ତ ଏଭଳିଆ ଲୋକଙ୍କୁ ପୁରା ଟୋଟାଲ ଆଇଦର ପୁରା ଜେଲରେ ରହୁ ନହେଲେ ଜେଲରୁ ବାହାରିଲେ ତାକୁ ସିଧା ନେଇକି ପାଗଳଖାନାରେ ପୁରେଇ ଦେବା ଦରକାର। ସେ କହୁଛନ୍ତି ଯେ ସିନେମା ଉପରେ କିଛି କମେଣ୍ଟ କଲା ମାନେ ସେ ଘରେ ବସିକି ବାଡେଇବେ। ଆଜ୍ଞା ଇଏ କଣ ପ୍ରଥମ ସିନେମା ଇଏ ଯୋଉ ରୋଲ କରୁଛନ୍ତି ବୋଧେ ସାଇଟ ରୋଲଟା କରିଛନ୍ତି କଣ ମୁଁ ଶୁଣିବାକୁ ପାଉଥିଲି। ଘରେ ପଶିକି ଗୋଟେ ଫିଲ୍ମରେ କେତେ ଜଣ କ୍ୟାରେକ୍ଟର ଥାନ୍ତି କେହି ବାହାରିଲେନି ଇଏ ବାଡେଇବା ପାଇଁ ବାହାରିଗଲେ କଣ ଦାଦା କହୁଛନ୍ତି 18 ଇଞ୍ଚର ମୋର ବାହୁ ସେ ବାହୁ ରହିବନି। ଆଜି ଏଇ ଯୋଉ ଗର୍ବ ଏଇ ଯୋଉ ଅହଙ୍କାର ବେଶୀ ସମୟ ନୁହେଁ ଯୋଉ ଫମ୍ପା ମାଠିଆର ଶବ୍ଦ ବେଶୀ ତପି ମିଶ୍ର ହଉଛନ୍ତି ସେଥିରୁ ଗୋଟେ ଫମ୍ପା ମାଠିଆ। ଦେଖିଲେ ଦି ଜାବଡା ପକେଇ ଓଡିଶାର ଯେତେ ମାନେ ପ୍ରବାସୀ ଲୋକ ଡାକ ତାଙ୍କ ସାମ୍ନା ସବୁ ଦି ଜାବଡା ପକେଇ ଶୁଣନ୍ତୁ ଯୋଉ ସିନିୟର ସାମ୍ବାଦିକ ଜଣକୁ ସେ ଖରାପ ବ୍ୟବହାର କରିଥିଲେ ସେଇଟା ତ ଅତ୍ୟନ୍ତ ନିନ୍ଦନୀୟ ଘଟଣା। ସେ ଏଇଟା ଥରେ ନୁହେଁ ବହୁତ ସାମ୍ବାଦିକ ଭାଇ ମାନଙ୍କୁ ମଧ୍ୟ ଗାଳି ଗୁଲଜ କଲେଣି କହୁଛନ୍ତି IPS ମାନଙ୍କୁ ମଧ୍ୟ ଗାଳି ଗୁଲଜ କରିଛନ୍ତି IPS ଅଫିସର ମାନଙ୍କ ନାଁରେ ଯୋଉ କ୍ୟାରେକ୍ଟରକୁ ନେଇ କହିଛନ୍ତି ଏବଂ ରାଜନେତାଙ୍କ ନାଁରେ ସେ କାହାକୁ ଛାଡୁନାହାନ୍ତି ମାନେ ଧର୍ମକୁ ନେଇକି ମଧ୍ୟ ବିଭିନ୍ନ ସମୟରେ ମଧ୍ୟ ତାଙ୍କୁ ଦେଖିବାକୁ ମିଳୁଛି ବିବାଦୀୟ ମନ୍ତବ୍ୟ। ସେ ନିଜକୁ ଫେମସ ବନେଇବାକୁ ଚାହୁଁଛନ୍ତି କିନ୍ତୁ ହେଇପାରୁନାହାନ୍ତି। ସେ ଯୋଉ ପ୍ରୟାସ ଯୋଉ ଚେଷ୍ଟା କରୁଛନ୍ତି ସେଇଟା ହେଇପାରୁନାହାନ୍ତି କିନ୍ତୁ ଯୋଉ ସାମ୍ବାଦିକ ଭାଇଙ୍କୁ ଗାଳି କରିଥିଲେ ସେଟା ପୁରା ନିନ୍ଦନୀୟ ସମ୍ପୂର୍ଣ୍ଣ ନିନ୍ଦନୀୟ।
ଆଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ହବା ଦରକାର। ଏତେ ସାହସ ପାଉଛନ୍ତି କେହି ଆଜ୍ଞା ଯୋଉ ମୁହଁ ଫୁଟାଣ ଚୋର ମୁହଁ ଟାଣ ହେଲା ଅଭଦ୍ର ମଣିଷ ଯିଏ ସଂସ୍କାର ଜାଣିନି ସାହସ କଣ ତାଙ୍କର ୟାକୁ ଏଇ ଜେଲରୁ ବାହାରିଲା ପରେ ପବ୍ଲିକ ବାଡେଇବେ ଆଜ୍ଞା ଚାରିଆଡେ ଲୋକ ଆଜ୍ଞା ଯଦି ସିଏ ବାଘ ତାକୁ ନେଇକି ନନ୍ଦନକାନନରେ ରଖିବା କଥା ସେ ବାଘ ଫାଘ ନା ସିଏ ଗୋଟେ ପାଗଳ ଗୋଟେ ଦେହଜୀବୀ ହିଷ୍ଟ୍ରିଆ ପାଗଳ ସିଏ ହେଲା ତାଙ୍କ କଥାକୁ ଧରନ୍ତୁ ନାହିଁ ଗ୍ରହଣ କରନ୍ତୁ ନାହିଁ ସେ ଗୋଟେ ଖରାପ ମଣିଷ ଗୋଟେ ମହାରଣା ଯେମିତି ଝିଅ ମାନଙ୍କ କ୍ୟାରେକ୍ଟର ଭିତରେ ଗୋଟେ ମହାରଣା ଅଛି ସେ ବିଭିନ୍ନ ପ୍ରକାର ମଞ୍ଚରେ ଯୋଉ ଭଳିଆ ଅବସ୍ଥା ହୁଏ ସେଠି ଭାବେନି ମୋ ସାମ୍ନାରେ ବସିଥିବା ଲୋକଟି ମୋ ବାପା ହେଇପାରେ ମୋ ପରିବାରର ଲୋକ ଯଦି କିଏ ବସିଥିବ କିଏ ଗୋଟେ ଛୋଟ ଛୁଆଟାଇ ଅଛି ସେ ଜିନିଷ ଭାବେନି ଇଏ ମଧ୍ୟ ପୁରୁଷ ଜାତି ପାଇଁ ଓଡ଼ିଶାର ପୁରୁଷ ଜାତି ପାଇଁ ଇଏ ମଧ୍ୟ ସେଇ ଚରିତ୍ରର ମଣିଷ ଇଏ ଗୋଟେ କଳଙ୍କିତ ପୁରୁଷ ଓଡ଼ିଶାରେ ଯେତେ ପୁରୁଷ ଅଛନ୍ତି ଇଏ ଗୋଟେ ବିରଳ ପୁରୁଷ ହେଲା ଏଇଭଳିଆ ଲୋକଙ୍କୁ ମାନେ ଓଡ଼ିଶାରେ ରହିବାର ଅଧିକାର ନାହିଁ ଯିଏ ସଂସ୍କାର ଶିଖିନି ଗୋଟେ ସିନିୟର ସାମ୍ବାଦିକ ମୋ ବାପା ବୟସର ଲୋକ ସେ ତାଙ୍କୁ କହୁଛି ବାଡେଇବ ତ ଦାଦା ଆଜ୍ଞା ପବ୍ଲିକ ବାଡେଇବେ ଅଟୋ ଚାଳକ ଭାଇ ମାନଙ୍କ ଗାଳି କରିଥିଲା ଅଟୋ ଚାଳକ ଭାଇ ମାନଙ୍କୁ ମୁଁ ବୁଝେଇଲି ଆମ ଗଣ୍ଡଗୋଳ ଆଇନକୁ ହାତକୁ ନବାର ନାହିଁ ଆମେ ଶୃଙ୍ଖଳିତ ଆମେ ସଂସ୍କାରୀ ଆମେ ସଂସ୍କାର ଆମ ସେତିକି ସଂସ୍କାର ଦେଇଛି ଆମେ କେମିତି କେମିତି ଚାଲିବା ଦରକାର ଗୋଟେ ଅଭଦ୍ର ଲୋକ ସହିତ ମୁହଁ ବଢିବାର ନାହିଁ ଆଇନର ଆଶ୍ରୟ ନେବା କିନ୍ତୁ ଦେଖନ୍ତୁ ଆଜି ନିଶ୍ଚିନ୍ତ ଧର୍ମର ଜୟ ହେଇଛି ସେ ଜେଲ ଯାଇଛନ୍ତି ଆଉ ଯଦି ଜେଲ ଭିତରେ ଏଭଳିଆ ମାନସିକ ଆଟିଚ୍ୟୁଡ ଦେଖାନ୍ତି ନା ଜେଲ ଭିତରେ ସେକିଦେବେ ପୁରା ଡେଣା ଫେଣା ଝାଡ଼ିକି ସେ ଛାଡ଼ିଦେବେ ସେଠି ଜେଲରେ ବହୁତ ପ୍ରକାର ଜନ୍ତୁ ଅଛନ୍ତି ହେଲା ସେଠି ଯଦି ସୁଧୁରିବେ ନହେଲେ ଯଦି ବିଗିଡ଼ିବେ ସେଇଠି ବିଗିଡ଼ିକି ଏକାଥରେ ସାଇଜ ଯେ ଓଡ଼ିଶା ଛାଡ଼ିକି ପଳେଇବେ ସେ ରହିବେ। ଧନ୍ୟବାଦ।